ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଦଶମ ଶ୍ରେଣୀର ସାହିତ୍ୟ ସିନ୍ଧୁ ପୁସ୍ତକର ସଭ୍ୟତା ଓ ବିଜ୍ଞାନ ବିଷୟବସ୍ତୁର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛେ ପିଲାମାନେ। ଆଜିର ଏହି ଭିଡ଼ିଓରେ ଆମେ ଦେଖିବା ଯେ ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଅନୁଗାମୀମାନଙ୍କର ବିଷୟରେ ଆମେ ପଢ଼ିବା ପିଲାମାନେ। ଯେ ଅବଶ୍ୟ ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଅନୁଗାମୀ ବିଭିନ୍ନ ରୀତିନୀତି ଶିକ୍ଷା ସଭ୍ୟତାରେ କେତେକ ପରିମାଣର ଦୋଷ ଥାଇପାରେ, ମାତ୍ର ତାହା ସଂଶୋଧନ କରଣୀୟ। ଆମେ ଯଦି ଆଧୁନିକ ବୈଜ୍ଞାନିକ ପ୍ରଣାଳୀକୁ ଦେଖିବା, ଅନୁସରଣ ମଧ୍ୟ କରିବା, ତାହେଲେ ତାହା ସମ୍ପୂର୍ଣ୍ଣ ରୂପରେ ସଠିକ୍ ହୋଇନପାରେ। ଆମକୁ କ'ଣ କରିବାକୁ ପଡ଼ିବ ନା ସଂଶୋଧନ କରିବାକୁ ପଡ଼ିବ, ତା'ର ମଡ଼ିଫିକେସନ୍ ଦରକାର। ଶିକ୍ଷା ବି କହୁଛି ସେଇ କଥା ପିଲାମାନେ, ମଡ଼ିଫିକେସନ୍ ବିହେଭିଅର୍ ଇଜ୍ ଲର୍ଣ୍ଣିଂ ଏଜୁକେସନ୍। ଶିକ୍ଷା ହିଁ ହେଉଛି ସେଇ ଜିନିଷ ଯେ ଆମକୁ କ'ଣ କରିବାର ଅଛି ନା ମଡ଼ିଫିକେସନ୍ ଅଫ୍ ବିହେଭିଅର୍। ଯଦି ବିହେଭିଅର୍ରେ ଆମେ ପରିବର୍ତ୍ତନ ଆଣିପାରୁଛୁ, ତାହେଲେ ଆମର ନିଶ୍ଚିତ ଭାବରେ କ'ଣ ହେଉଛି ନା ଶିକ୍ଷା ହେଉଛି। ଠିକ୍ ସେହିଭଳି ବିଜ୍ଞାନକୁ ମଧ୍ୟ ଆମେ କ'ଣ କରିବାର ଅଛି ନା ତାକୁ ଅନୁସରଣ କରିବାର ଅଛି, ଏବଂ ଯେତେବେଳେ ସଂଶୋଧନ ଦରକାର ପଡ଼ିବ ତାକୁ ସଂଶୋଧନ ମଧ୍ୟ କରିବାକୁ ପଡ଼ିବ। ଏବେ ଯଦି ଆମେ ଏଆଇର ଏକ୍ଜାମ୍ପଲ୍ ନେଇଯିବା ପିଲାମାନେ, ଏଆଇଟା ସମ୍ପୂର୍ଣ୍ଣ ଭାବରେ ବା ଫୁଲ୍ଲି ଡେଭଲପ୍ ହୋଇପାରି ନାହିଁ। ବର୍ତ୍ତମାନ ମଧ୍ୟ ଗୋଟେ ଡେଭଲପିଂ ପ୍ରୋସେସ୍ରେ ଅଛି। ଏଆଇକୁ ଆମେ ପ୍ରପର୍ଲି ୟୁଜ୍ କରୁଛୁ, କିନ୍ତୁ କେତେଟା ଜାଗାରେ ତା'ର ଭୁଲ ମଧ୍ୟ ଦେଖିବାକୁ ମିଳୁଛି। ଅନେକ ବିଷୟରେ ଅଜ୍ଞତା ଆମମାନଙ୍କର କଲ୍ୟାଣକର ବୋଲି ଅନେକ ବିଚାରିଥାନ୍ତି, ମାତ୍ର ସେମାନଙ୍କର ମନେ ରଖିବା ଉଚିତ ଯେଉଁ ଘରଟିରେ ତାଲା ଦେଇ ବାରଣ କରିଦିଆଯାଏ ଯେ ତାହା ଖୋଲିବ ନାହିଁ, ତାହାକୁ ହିଁ ଖୋଲିବା ପାଇଁ କୌତୂହଳ ଜନ୍ମିଥାଏ। ଦେଖ ପିଲାମାନେ, ଆମେ ଗୋଟେ ଏକ୍ଜାମ୍ପଲ୍ ନେଇଯିବା। ଗୋଟେ ଘର ଅଛି, ଘରେ ତାଲା ଗୋଟେ ଆମେ ପକାଇଛୁ। କ'ଣ ହେବ ନା ସେ ତାଲା ଯେତେବେଳେ ଆମେ ପକାଇଛୁ ଏବଂ ଗୋଟେ ଶିଶୁକୁ ଆମେ କ'ଣ କଲୁ ନା ମନା କରିଦେଲୁ, ବାବୁରେ ସେ ଘରକୁ ଯିବାର ନାହିଁ। ତା ମନ ଭିତରେ ଗୋଟେ କୌତୂହଳ ଜନ୍ମିବ। ସେ ସବୁବେଳେ ଚେଷ୍ଟିତ ହେବ ସେ ଘର ଭିତରକୁ କେମିତି ଯିବ, ସେ ଭିତରେ କ'ଣ ଅଛି ସେ ତା'ର ଜାଣିବା ପାଇଁ ଆଗ୍ରହ ସୃଷ୍ଟି ହେବ। ଠିକ୍ ସେଇଭଳିଆ ଜିନିଷ ପିଲାମାନେ, ଯଦି ଆମେ ତାକୁ ମନା କରିଦେଲେ ଏବଂ ତାକୁ କହିଲେ ଭିତରକୁ ଯିବାର ନାହିଁ, ସେ ନିଶ୍ଚିତ ଭାବରେ ସେ ଭିତରକୁ ହିଁ ଯିବା ପାଇଁ ତା ମନ ଭିତରେ ଗୋଟେ କ'ଣ ହେବ ନା କୌତୂହଳ ସୃଷ୍ଟି ହେବ। ଏବଂ ଏହି ବିଷୟରେ ସୁବିଧା ବାଟ ହେଉଛି ତାଲାଟା ଖୋଲିଦିଅ ଏବଂ ତା'ର ଅପକାରିତା ଦେଖାଇଦେଇ ସେଥିରୁ ରକ୍ଷା ପାଇବାର ଉପାୟ ନିରୂପଣ କରିବା ଉଚିତ। ଆମେ ପିଲାକୁ ବାରଣ କରିବା ଅପେକ୍ଷା ସେ ଯେଉଁ ଭୁଲ ଜିନିଷ ତାକୁ ଦେଖାଇ ଦେବାର ଅଛି, ବାବୁ ଏଇ ଭୁଲ ଜିନିଷ, ଏଇଟା ହେଲା ଭୁଲ ଏବଂ ଏଇଟା କରିବା ଦ୍ୱାରା ଏଭଳିଆ ଜିନିଷ କ୍ଷତି ହେବ। ଏବଂ ସେ ନିଶ୍ଚିତ ଭାବରେ ଚେଷ୍ଟା କରିବ ସେ ଭୁଲଟା ଆଉ ଥରେ ନ କରିବା ପାଇଁ। ତାକୁ ଯଦି ଆମେ ମନା କରିଦେବା, ତାହେଲେ ତା ଭିତରେ ଗୋଟେ କ'ଣ ହେବ ନା କୌତୂହଳ ସୃଷ୍ଟି ହେବ, ଜାଣିବା ପାଇଁ ଆଗ୍ରହ ସୃଷ୍ଟି ହେବ ଏବଂ ସେ ଭୁଲ ନିଶ୍ଚିତ ଭାବରେ ସେ ଦିନେ ନା ଦିନେ କରିବ। ବର୍ତ୍ତମାନର ବିଜ୍ଞାନ ତାହା ହିଁ କରିଛି, ଦୋଷ ଦେଖାଇ ଦେଉଛି ଏବଂ ଦୋଷ କରିବା ଦ୍ୱାରା କ'ଣ ଭୁଲ ହୋଇପାରେ ତାହାକୁ ଜଣାଇ ଦେଉଛି। ଯାବତୀୟ ବିଷୟରେ ନିଜର ଜ୍ଞାନ ଲାଭରେ ନିଜର ସଭ୍ୟତାର ଭିତ୍ତି ସ୍ଥାପନ ପାଇଁ ଆଧୁନିକ ମାନବ ବର୍ତ୍ତମାନ ଚେଷ୍ଟିତ ହୋଇଯାଇଛି। ସେ ନିଜର ଜ୍ଞାନକୁ କ'ଣ କରୁଛି ନା ତାକୁ ସଂଗ୍ରହ କରିବା ପାଇଁ, ପ୍ରଚାର କରିବା ପାଇଁ, ପ୍ରସାର କରିବା ପାଇଁ ସେ ସବୁବେଳେ ଚେଷ୍ଟିତ ଅଛି। ଯେତେବେଳେ ଆମେମାନେ ସମସ୍ତ ବିଷୟ ଜାଣିପାରିବା, ଯେତେବେଳେ ପର୍ବତ ଶିଖରରେ ପହଞ୍ଚି ପାରିବା, ସେତେବେଳେ ବିଜ୍ଞାନର ଅନ୍ଧକାର ଦିଗଟି ଅପସାରିତ ହୋଇଯିବ, ରହିବ ଖାଲି ଆଲୋକମୟ ଦିଗ। ତେଣୁ ଆମେ କ'ଣ କରିବାର ଅଛି ନା ବିଜ୍ଞାନର ସେଇ ଆଲୋକ ଦିଗକୁ ଅନୁସରଣ କରିବାର ଅଛି ଏବଂ ଅନ୍ଧକାର ଦିଗକୁ ଆମେ କ'ଣ କରିବାର ଅଛି ତାକୁ ଛାଡ଼ି ଦେବାର ଅଛି, ଯାହାଫଳରେ ଆମେ ପର୍ବତ ଶିଖରରେ ପହଞ୍ଚି ପାରିବା। ଦେଖିବାକୁ ଗଲେ ପ୍ରାଚୀନ ସଭ୍ୟତା ମଧ୍ୟ ଏହି ବିଜ୍ଞାନଙ୍କ ପଥ ପ୍ରଦର୍ଶକ ବୋଲି ଧରି ନେଇଥିଲା। ଏ ଯେଉଁ ପ୍ରାଚୀନ ସଭ୍ୟତା ବି କ'ଣ କରିଛି ନା ବିଜ୍ଞାନକୁ ପଥ ପ୍ରଦର୍ଶକ ବୋଲି ମାନି ନେଇଥିଲା ଏବଂ ଅନୁସରଣ ମଧ୍ୟ କରୁଥିଲା। ତତ୍କାଳୀନ ଲୋକେ କେତେକ ବିଷୟରେ ହିଁ ଜ୍ଞାନ ଲାଭ କରିଥିଲେ, ଅପର କେତେକ ବିଷୟ ପାରିନଥିଲେ। ପାର୍ଥକ୍ୟ ହିଁ ହେଉଛି ଏହିଠାରେ। ଅର୍ଥାତ୍ ଆମେ ଯେତିକି ଜିନିଷକୁ ଅନୁସରଣ କରିପାରିବା ତାକୁ ଆମେ ସେହି ରାସ୍ତାରେ ଅନୁସରଣ କରିବା, ଯାହାକୁ କରିପାରିବା ନାହିଁ ତାକୁ ଆମେ କ'ଣ କରିବାର ଅଛି, ତାକୁ ଆମେ ଛାଡ଼ି ଦେବାର ଅଛି। ଆମର ଯେଉଁ ଅତୀତର ଲୋକମାନେ ମଧ୍ୟ ସେଭଳିଆ ଜିନିଷ ହିଁ କରୁଥିଲେ, ଯେତିକି ଜାଣୁଥିଲେ ତାକୁ ଅନୁସରଣ କରୁଥିଲେ, ଯେତିକି ପାରୁନଥିଲେ ତାକୁ ଛାଡ଼ି ଦେଉଥିଲେ। ଏଣୁ ଆମ୍ଭେମାନେ କହିବାକୁ ଚାହୁଁ ଯେ ଆଧୁନିକ ସଭ୍ୟତା ତା'ର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଉଦ୍ଯୋଗ କରୁଛି। ମାତ୍ର ଆଧୁନିକ ସଭ୍ୟତା କ'ଣ କରୁଛି, ତା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସବୁବେଳେ
ସବୁ ସମୟରେ ଚେଷ୍ଟିତ ଅନବରତ। ଏହି ପଥରେ ପହଞ୍ଚିବା ପାଇଁ ସେ ବିଜ୍ଞାନକୁ ହିଁ କ'ଣ କରୁଛି ନା ପଥ ପ୍ରଦର୍ଶକ ରୂପେ ବରଣ କରି ନେଇଅଛି। ଆଧୁନିକ ସଭ୍ୟତା ତା'ର ଲକ୍ଷ୍ୟସ୍ଥଳରେ ପହଞ୍ଚିବ କେତେବେଳେ ପହଞ୍ଚିବ ନା ବିଜ୍ଞାନର ସହାୟତାରେ ହିଁ ପହଞ୍ଚି ପାରିବ। ୱିଥାଉଟ୍ ହେଲ୍ପ ଅଫ୍ ସାଇନ୍ସ ସଭ୍ୟତା କେତେବେଳେ ବି ତା'ର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ନାହିଁ। ତାହାରି ବଳରେ ଯେ ଆମେମାନେ ଅନେକ ଦୂର ଅଗ୍ରସର ହୋଇଥାଉଁ ତାହା ସମସ୍ତେ ଦେଖିପାରୁଥିବେ। ଯେଉଁଗୁଡ଼ିକ ପଥ ପ୍ରଦର୍ଶକର ଦୋଷ ରୂପେ ବର୍ଣ୍ଣିତ ହେଉଛି ସେଗୁଡ଼ିକ ବାସ୍ତବରେ ପାରିପାର୍ଶ୍ୱିକ ପଦାର୍ଥମାନଙ୍କରୁ ଜାତ। ଯେଉଁଟା ଆମର କ'ଣ କରୁଛୁ ନା ଆମେ ଦୋଷ ବୋଲି ମାନି ନେଇଛୁ ବା ବର୍ଣ୍ଣନା କରାଯାଇଛି ଏବଂ ପଥ ପ୍ରଦର୍ଶକର ଦୋଷ ରୂପେ କହୁଛନ୍ତି, ତାହା ହେଉଛି ବାସ୍ତବରେ ପାରିପାର୍ଶ୍ୱିକ ପଦାର୍ଥମାନଙ୍କର ଜାତ। ଆମର ପାରିପାର୍ଶ୍ୱରେ ହିଁ ସେଗୁଡ଼ିକ ସୃଷ୍ଟି ହେଇଛି, ସେଥିରେ ବିଜ୍ଞାନର କୌଣସି ଦୋଷ ନାହିଁ। ଆମେ ଯଦି ବିଜ୍ଞାନକୁ ଦୋଷ ବୋଲି କହିବା ବା ବିଜ୍ଞାନକୁ ଦୋଷୀ ବୋଲିକରି ସାବ୍ୟସ୍ତ କରିବା ତାହେଲେ ବିଜ୍ଞାନର କୌଣସି ଭୁଲ ନାହିଁ। ଭୁଲ କାହାର ନା ଆମର ପାରିପାର୍ଶ୍ୱିକ ପରିବେଶର ହିଁ ଭୁଲ। ଏବଂ ଆମ୍ଭେମାନେ ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମାନକୁ ଦେଖିଲେ ଦେଖିଥାଉ ଯେ ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ସଭ୍ୟତା ଅନ୍ୱେଷଣରେ ବାଟ ଦେଖାଇ ଆସିଅଛି। ସଭ୍ୟତାକୁ ପାଇବାର ଅଛି ତାହେଲେ କିଏ ସାହାଯ୍ୟ କରିବ ନା ଆମକୁ ବିଜ୍ଞାନ ହିଁ ସାହାଯ୍ୟ କରିବ। ଏଣୁ ଆମ୍ଭେମାନେ ଦିନେ ସେହି ପଥ ପ୍ରଦର୍ଶକ ସାହାଯ୍ୟରେ ଯାବତୀୟ ବିଷୟରେ ସର୍ବାଙ୍ଗୀନ ଉନ୍ନତି ଓ ଜ୍ଞାନ ଲାଭ କରି ଏକ ଅଲୌକିକ ସଭ୍ୟତାର ଅଧିକାରୀ ହୋଇପାରିବୁ ବୋଲି ପୂର୍ଣ୍ଣ ଆଶା ପୋଷଣ କରୁଛୁ। ଆମେ ସେଇ ଯେଉଁ ଅଲୌକିକ ସଭ୍ୟତାର ଅଧିକାରୀ ହୋଇପାରିବା କେତେବେଳେ ହୋଇପାରିବା ନା ଆମେ ବିଜ୍ଞାନକୁ ଯଦି ପଥ ପ୍ରଦର୍ଶକ ଭାବରେ ଆମେ ମାନି ନେବା ତାହେଲେ ନିଶ୍ଚିତ ଭାବରେ ଆମେ ସଭ୍ୟତାର ଅଧିକାରୀ ହୋଇପାରିବା। ସର୍ବାଙ୍ଗୀନ ଉନ୍ନତି ଏବଂ ଜ୍ଞାନ ଲାଭ କରି ଏକ ଅଲୌକିକ ସଭ୍ୟତାର ଅଧିକାରୀ ଆମେ ମଧ୍ୟ ହୋଇପାରିବୁ ବୋଲି ପୂର୍ଣ୍ଣ ଆଶା ପୋଷଣ କରୁଅଛୁ। ଧନ୍ୟବାଦ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ।